ସରାଇଖାନାରେ ରାଜା। ଜଣେ ରାଜା ଫକୀର ବେଶରେ ବୁଲୁ ବୁଲୁ ଗୋଟିଏ ସରେଇଖାନା ନିକଟରେ ଅଟକିଲେ। ସରେଇଖାନା ଭିତରେ ପ୍ରବଳ ପାଟିଗୋଳ ଶୁଭୁଥିଲା। ସେ ଭିତରକୁ ଯାଇ ଦେଖନ୍ତି ତ 2 ଜଣ ଲୋକ ପରସ୍ପର ଭିତରେ ଏବଂ ମଝିରେ ମଝିରେ ସରେଇଖାନାର ମାଲିକ ସହିତ ପାଟିଗୋଳ କରୁଛନ୍ତି। ଘଟଣା ହାତାହାତି ପର୍ଯ୍ୟନ୍ତ ଯିବା ପୂର୍ବରୁ ଫକୀର ବେଶୀ ରାଜା ସେଠି ପହଞ୍ଚି ସେମାନଙ୍କୁ ଅଟକେଇ ଦେଲେ। ସେମାନଙ୍କଠାରୁ ସେ ଝଗଡ଼ାର କାରଣ କ'ଣ ବୋଲି ବୁଝିବାକୁ ଚାହିଁଲେ। ଜଣାପଡ଼ିଲା ଯେ 2 ଜଣ ବ୍ୟବସାୟୀ ଗୋଟିଏ ସ୍ଥାନକୁ ବ୍ୟବସାୟ କରିବାକୁ ଯାଉଥିବାରୁ ବାଟରେ ଦେଖା ହେଇଗଲା ଓ ବନ୍ଧୁତା ହେଇଗଲା। ସେମାନେ ସରେଇଖାନାରେ ରାତି କାଟିବାକୁ ରହିଲେ। ସମସ୍ୟା ଆରମ୍ଭ ହେଲା ଯେତେବେଳେ ଜଣେ ଦେଖିଲା ଯେ ତାକୁ ମିଳିଥିବା କୋଠରୀରେ ତାର ବନ୍ଧୁକୁ ମିଳିଥିବା କୋଠରୀର ସୁବିଧାରୁ କିଛି କମ୍ ଅଛି। ତେଣୁ ସେ ଆଉ ଗୋଟେ କୋଠରୀ ଲାଗି ଦାବି କଲା। କିନ୍ତୁ ଆଉ ସେମିତି କୋଠରୀ ଖାଲି ନଥିବାରୁ ସରେଇଖାନାର ମାଲିକ ତାର ଦାବି ପୂରଣ କରିବାରେ ଅସମର୍ଥ ହେଲେ। ତେଣୁ ସରେଇଖାନାର ମାଲିକଙ୍କ ସହିତ ଯୁକ୍ତିତର୍କ ହେଲା। ତାପରେ ଯୁକ୍ତିତର୍କରେ ମିଶିଗଲା ଅନ୍ୟ ବେପାରୀ ଜଣକ। ଏମିତି କଳହ ବଢ଼ିଲା ଯେ କିଛି ଘଣ୍ଟା ଆଗରୁ କେହି କାହାକୁ ଜାଣିନଥିବା 3 ଜଣ ଯାକ ପରସ୍ପରର ଶତ୍ରୁ ହୋଇଗଲେ। ଫକୀର ବେଶୀ ରାଜା ହସି ଉଠିଲେ ଏବଂ କହିଲେ, ଗୋଟିଏ ରାତିର ଅତିଥି, ପୁଣି ସରେଇଖାନାରେ, ଅଥଚ ଏତେ ଅହଙ୍କାର, ଏତେ ମୋହ। କିଛି ସମୟ ପରେ କଳହ ବନ୍ଦ ହେଇଗଲା। ଫକୀର ବେଶୀ ରାଜା ଭୋର ହେବା ଆଗରୁ ରାଜନଅରକୁ ଫେରିଲେ। କିନ୍ତୁ ଏ କଳହ ଓ ତାଙ୍କ ମୁହଁରୁ ବାହାରିଥିବା ବାକ୍ୟ ତାଙ୍କୁ ପୁରା ବଦଳେଇ ଦେଇଥିଲା। ସେ ମନେ ମନେ ଭାବୁଥିଲେ, ସଂସାରଟା ବି ଗୋଟେ ସରେଇଖାନା ନୁହେଁ କି? ଆଜି ଅଛେ କାଲି ନଥିବା, ସମସ୍ତେ ଅସ୍ଥାୟୀ, ଅଥଚ କି ଅହଙ୍କାର, କି ମାୟାମୋହ।